ସିଏ ନିରାକାର, ପୁଣି ସିଏ ଆକାର। ସିଏ ଅନ୍ଧକାରରେ ରହନ୍ତି, ପୁଣି କେତେବେଳେ ଆଲୋକ ବର୍ତ୍ତିକା ହୋଇ ସାରା ସଂସାରକୁ ଆଲୋକିତ କରନ୍ତି। ପୂର୍ଣ୍ଣ ଅପୂର୍ଣ୍ଣ ଉଭୟରେ ତାଙ୍କୁ ଦେଖିବାକୁ ମିଳିଥାଏ। କେତେବେଳେ ମହାଶୂନ୍ୟରେ ତାଙ୍କର ସ୍ଥିତି, କେତେବେଳେ ସମଗ୍ର ପୃଥିବୀର ଭାବାବେଗରେ ତାଙ୍କର ଅବସ୍ଥିତି। ଛାତ୍ରଙ୍କ ପୁସ୍ତକରେ ବି ସିଏ, ଋଷିଙ୍କର ରୁଦ୍ରାକ୍ଷରେ ବି ସିଏ, ଆତ୍ମାରେ ବି ସିଏ, ପରମାତ୍ମା ବି ସିଏ। ଜୀବନ, ଯୌବନ, ଧର୍ମ, କର୍ମ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ଏ ସଂସାରର ପ୍ରତ୍ୟେକ ଅଂଶ ବିଶେଷ, ପ୍ରତ୍ୟେକ କଣିକା ଭିତରେ ତାଙ୍କର ଅବସ୍ଥିତି। ସେ ସମସ୍ତଙ୍କର ମୁଖ୍ୟ, ସମସ୍ତଙ୍କର ଆଧାର, ସବୁ ଜୀବନର ଆରମ୍ଭ, ସବୁ ଜୀବନର ଶେଷ। ସେ ବର୍ଣ୍ଣିତ, ପୁଣି ସେ ଅବର୍ଣ୍ଣନୀୟ। ସେ ସୁନ୍ଦର, ପୁଣି ସେ ଭୟଙ୍କର କାଳ। ସେ ସମୟ, ପୁଣି କେତେବେଳେ ପ୍ରବାହମାନ କାଳର ଦୈବୀ, ହର୍ତ୍ତା, କର୍ତ୍ତା, ଭାଗ୍ୟ ବିଧାତା। ସେ ନାଥ, ସମସ୍ତଙ୍କର ପ୍ରିୟ ନାଥ, ପ୍ରଭୁ ଜଗନ୍ନାଥ। ଭାରତବର୍ଷରେ ଅଧିକାଂଶ ଭକ୍ତ, ଭାରତବର୍ଷର ଅଧିକାଂଶ ପତିତ, ଭାରତବର୍ଷର ଅଧିକାଂଶ ଆଧ୍ୟାତ୍ମିକବାଦକୁ ବିଶ୍ୱାସ କରୁଥିବା ମଣିଷ, ହାତ ଯୋଡ଼ି ବ୍ରହ୍ମକୁ ନମସ୍କାର କରୁଥିବା ମଣିଷ, ବିପଦରେ ସାହା ଖୋଜୁଥିବା ମଣିଷ, ଏ ସମସ୍ତେ ଆସିଥାନ୍ତି ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ପ୍ରତିବର୍ଷ ପୁରୀକୁ। ପୁରୀକୁ ଶ୍ରୀକ୍ଷେତ୍ର କୁହାଯାଏ, କାରଣ ଏ ପବିତ୍ର ଭୂମିରେ ଯାହାର ବି ସ୍ପର୍ଶ ହୁଏ ସେ ମୋକ୍ଷ ପାଏ, ନିର୍ବାଣ ପାଏ। ତେଣୁ ପ୍ରଭୁଙ୍କର ଆସ୍ଥାନକୁ ଛୁଟି ଆସନ୍ତି ଅନେକ ଭକ୍ତ, ପ୍ରତିଦିନ, ପ୍ରତିବର୍ଷ, ପ୍ରତି ସମୟରେ। ତେବେ ପ୍ରଶ୍ନ ଉଠେ ପ୍ରଭୁ ଜଗନ୍ନାଥଙ୍କର ଅବସ୍ଥିତି, ଉପସ୍ଥିତିକୁ ନେଇ। ଏହା ପଛରେ ଯେଉଁ ଲୋମଟାଙ୍କୁରା କାହାଣୀ ରହିଛି, ଏ କାହାଣୀ ଯିଏ ଶୁଣିଛି ସେ କେବେ ବି ଭୁଲି ନାହିଁ ପ୍ରଭୁଙ୍କର ଅବସ୍ଥିତି ଏବଂ ଉପସ୍ଥିତିକୁ। କୁହାଯାଏ ମଧ୍ୟ ଭାରତରେ ଜଣେ ରାଜା ଥିଲେ, ଯାହାଙ୍କର ନାମ ଇନ୍ଦ୍ରଦ୍ୟୁମ୍ନ। ତାଙ୍କ ରାଜ୍ୟ ଥିଲା ଅବନ୍ତୀ। ପରମ ବିଷ୍ଣୁ ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ। ଥରେ କୌଣସି ଏକ ମହର୍ଷିଙ୍କ ଠାରୁ ନୀଳମାଧବଙ୍କ ଓଡ଼ିଶା ଅବସ୍ଥିତି ସମ୍ପର୍କରେ ସେ ଜାଣିପାରିଲେ। ଇଚ୍ଛା ହେଲା ନୀଳମାଧବଙ୍କ ଦର୍ଶନ ପାଇଁ, ଇଚ୍ଛା ହେଲା ନୀଳମାଧବଙ୍କ ପାଇଁ ଏକ ମନ୍ଦିର ତୋଳିବା ପାଇଁ, ଇଚ୍ଛା ହେଲା ନୀଳମାଧବଙ୍କ ଶରଣାପନ୍ନ ହେବା ପାଇଁ। ଏଥି ହିସାବରେ ଓଡ଼ିଶାରେ ନୀଳମାଧବ କେଉଁଠି ରହନ୍ତି, କିଏ ପୂଜା କରେ, ଏ ସମ୍ପର୍କରେ ଜ୍ଞାନ ନଥିଲା ଇନ୍ଦ୍ରଦ୍ୟୁମ୍ନଙ୍କର। ତେଣୁ ନିଜର ପୂଜାରୀର ଭାଇ ବିଦ୍ୟାପତିଙ୍କୁ ସେ ଦାୟିତ୍ୱ ଦେଲେ ନୀଳମାଧବଙ୍କ ଖୋଜ ଖବର ନେବା ପାଇଁ। ଅନେକ ଲମ୍ବା ଯାତ୍ରାରେ ଓଡ଼ିଶା ପହଞ୍ଚିଥିଲେ ବିଦ୍ୟାପତି। ଏଠାରେ ଗୁପ୍ତଚରମାନଙ୍କର ସୂଚନା ପାଇ ସେ ଜାଣିପାରିଲେ କି ଏକ ଶବର ସମ୍ପ୍ରଦାୟ ରହିଛି, ଯାହାର ମୁଖ୍ୟ ବିଶ୍ୱାବସୁ। ସେ ହିଁ ପ୍ରକୃତ ପୂଜକ ନୀଳମାଧବଙ୍କର। ନୀଳମାଧବଙ୍କୁ ଏକ ଗୁମ୍ଫାରେ ରଖି ପୂଜାର୍ଚ୍ଚନା କରନ୍ତି ବିଶ୍ୱାବସୁ। ବିଶ୍ୱାବସୁଙ୍କୁ ସାକ୍ଷାତ କରି ବିଦ୍ୟାପତି ଅନେକ ଅନୁନୟ ବିନୟ କଲେ ନୀଳମାଧବଙ୍କ ଦର୍ଶନ ପାଇଁ। କିନ୍ତୁ ତାଙ୍କର ସମସ୍ତ ପ୍ରସ୍ତାବ, ସମସ୍ତ ଆବେଦନକୁ ନାକଚ କରିଦେଇଥିଲେ ବିଶ୍ୱାବସୁ। ସେହି ଗାଁରେ କିଛି ଦିନ ଅବସ୍ଥାନ କଲେ ବିଦ୍ୟାପତି। ଏହି ଅବସ୍ଥାନ ସମୟରେ ବିଶ୍ୱାବସୁଙ୍କର ଝିଅ ଲଳିତାଙ୍କୁ ସେ ପ୍ରେମ ନିବେଦନ କରିଥିଲେ, ସଫଳ ହେଲେ। କିଛି ସମୟ ପରେ ଲଳିତାଙ୍କ ସହ ତାଙ୍କର ବିବାହ ମଧ୍ୟ ହୋଇଯାଇଥିଲା। ବିବାହ ଅପରାନ୍ତେ ବିଦ୍ୟାପତି ଲଳିତାଙ୍କୁ କହିଥିଲେ କି ବାପାଙ୍କ ଠାରୁ ଏକ ଅନୁମୋଦନ ଆଣିବା ପାଇଁ, କି ସେ ନୀଳମାଧବକୁ ଥରୁଟିଏ ମାତ୍ର ଦେଖିବାକୁ ଚାହାନ୍ତି। ବାପାଙ୍କ ସାମ୍ନାରେ ଜିଦ୍ କଲେ ଲଳିତା। ଝିଅର ଜିଦ୍ ଆଗରେ ହାର ମାନିଥିଲା ବିଶ୍ୱାବସୁଙ୍କର ହୃଦୟ। ସର୍ତ୍ତ ରଖିଲେ ଯେ ବିଦ୍ୟାପତିଙ୍କୁ ସେ ନୀଳମାଧବଙ୍କ ଦର୍ଶନ ତ କରାଇବେ, କିନ୍ତୁ ଗୁମ୍ଫା ପର୍ଯ୍ୟନ୍ତ ଯିବା ରାସ୍ତାରେ ବିଦ୍ୟାପତିଙ୍କ ଆଖିରେ ପଟି ବନ୍ଧାଯିବ। ସେୟା ହିଁ ହେଲା। ରାସ୍ତା ନ ପାଇବା ପାଇଁ ବିଦ୍ୟାପତିଙ୍କ ଆଖିରେ ପଟି ବାନ୍ଧିଦେଲେ ବିଶ୍ୱାବସୁ। କିନ୍ତୁ ବିଦ୍ୟାପତି ଜ୍ଞାନୀ ଗୁଣୀ ଥିଲେ। ସୋରିଷର ଏକ ବୁଜୁଳା ଧରି ସେ ବାହାରିଥିଲେ ନୀଳମାଧବଙ୍କ ଦର୍ଶନ ପାଇଁ। ବାଟଯାକ ଅତି ଗୁପ୍ତରେ ଧୀରେ ଧୀରେ ସୋରିଷ ଦାନା ପକାଇ ପକାଇ ଚାଲିଲେ ନୀଳମାଧବଙ୍କ ଗୁମ୍ଫା ପର୍ଯ୍ୟନ୍ତ। କାରଣ ବିଦ୍ୟାପତି ଜାଣିଥିଲେ ଆଗାମୀ ଦିନରେ ବର୍ଷା ହେବା ପରେ ଯେତେବେଳେ ଏହି ଗଛ ଅଙ୍କୁରିତ ହେବ, ସେତେବେଳେ ସେ ପୁନର୍ବାର ଏହି ଗୁମ୍ଫା ପର୍ଯ୍ୟନ୍ତ ବାଟ ଅବଶ୍ୟ ଖୋଜି ପାଇବେ।
ଗୁମ୍ଫାରେ ନୀଳମାଧବଙ୍କ ଦର୍ଶନ କଲେ ବିଦ୍ୟାପତି। ଆହା, କି ଅପୂର୍ବ ରୂପ! ବିଦ୍ୟାପତି ସ୍ତବ୍ଧ ହୋଇଗଲେ। ଭଗବାନଙ୍କର ଏକ ସାକ୍ଷାତ ତାଙ୍କୁ ଯେମିତି ଭକ୍ତି ସାଗରରେ ଡୁବାଇ ଦେଲା। ଆଖିରୁ ଗଳି ଚାଲିଲା ଆନନ୍ଦ ଅଶ୍ରୁ। ସାରା ସଂସାରର, ସାରା ଜଗତର ନାଥ ଏକ ଗୁମ୍ଫା ଭିତରେ ଏକ ଦିବ୍ୟ ପ୍ରତିମା ହୋଇ ଉଦ୍ଭାସିତ ହେଉଛନ୍ତି। କେତେ ବଡ଼ ବାକ୍ୟ ବିଶ୍ୱବାସୀଙ୍କର, ଯିଏକି ସାରା ସଂସାରର, ସାରା ସମୟକୁ, ସାରା ମଣିଷ ଜାତିକୁ, ସଂସାରର ସମସ୍ତ ପ୍ରାଣୀକୁ ଯାହାର ଇଙ୍ଗିତରେ ଆତଜାତ ହେବାର ନିର୍ଦ୍ଦେଶ ମିଳିଥାଏ, ସେଭଳି ଏକ ନାଥଙ୍କୁ ବିଶ୍ୱବାସୀ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଛନ୍ତି। କିଛି ସମୟ ପରେ ପ୍ରକୃତିସ୍ଥିତ ହେଲେ ବିଦ୍ୟାପତି। ଫେରି ଆସିଲେ ଇନ୍ଦ୍ରଦ୍ୟୁମ୍ନଙ୍କ ପାଖକୁ। ବର୍ଣ୍ଣନା କଲେ ସମସ୍ତ ବିଷୟ। ବିଦ୍ୟାପତିଙ୍କ ମୁହଁରୁ ନୀଳମାଧବଙ୍କ ଶ୍ରବଣ କରି ଗଦଗଦ ହୋଇଗଲେ ଇନ୍ଦ୍ରଦ୍ୟୁମ୍ନ। ଇଚ୍ଛା କଲେ ତୁରନ୍ତ ଯାଇ ନୀଳମାଧବଙ୍କୁ ନେଇ ଆସିବେ। ପହଞ୍ଚିଥିଲେ ସୋରିଷ ଗଛର ସାହାରା ନେଇ ନୀଳମାଧବଙ୍କ ଗୁମ୍ଫା ପର୍ଯ୍ୟନ୍ତ ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତି। କିନ୍ତୁ ଗୁମ୍ଫା ଭିତରକୁ ପଶିଲା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଇନ୍ଦ୍ରଦ୍ୟୁମ୍ନ। ଏଠାରେ ନଥିଲେ ନୀଳମାଧବ। ସାରା ଗୁମ୍ଫା ଖାଲି। ହାଁ ହାଁ ବିଜାରୁଛି ଗୁମ୍ଫା। ଇନ୍ଦ୍ରଦ୍ୟୁମ୍ନ ଚକିତ ହୋଇଗଲେ, ନିରାଶ ବି ହେଲେ। ଏତେ ବଡ଼ ପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହେବା ତାଙ୍କୁ ବାରମ୍ବାର ବାଧିଥିଲା। ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ, ବିରହର ଅଶ୍ରୁ, ଭକ୍ତ ଏବଂ ଭଗବାନ ନ ମିଳିବାର ଅଶ୍ରୁ। ସେଦିନ ରାତିରେ କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନ ହୋଇଥିଲା। ପ୍ରଭୁ କହିଥିଲେ, ହେ ଭକ୍ତ, ଯାଅ ପୁରୀ, ସେଠାରେ ମୁଁ ଆସୁଛି। ସମୁଦ୍ର ମଧ୍ୟରେ ଭାସି ଆସିବ ଏକ କାଠଖଣ୍ଡ। ଏହି କାଠଖଣ୍ଡ ହିଁ ମୁଁ ହେବି। ଏହି କାଠଖଣ୍ଡ ହିଁ ତମର ଇଚ୍ଛାକୁ ପୂରଣ କରିବ। ଇନ୍ଦ୍ରଦ୍ୟୁମ୍ନ ଚାଲିଲେ ପୁରୀ। ସତକୁ ସତ ସମୁଦ୍ର ବକ୍ଷରେ ଦେଖାଗଲା ଏକ କାଠଖଣ୍ଡ। ଏହାକୁ ଆଣିବା ପାଇଁ ଯେତେ ଚେଷ୍ଟା କରିଥିଲେ ଇନ୍ଦ୍ରଦ୍ୟୁମ୍ନ, ପାରିନଥିଲେ। ପରିଶେଷରେ ବିଶ୍ୱବସୁଙ୍କୁ ଖବର କଲା। ଶବର ରାଜା ବିଶ୍ୱବସୁ ପହଞ୍ଚିଥିଲେ ନୀଳମାଧବଙ୍କ ବାୟାରେ। ନୀଳମାଧବଙ୍କ ଅନ୍ତର୍ଧ୍ୟାନରେ ପାଗଳ ପ୍ରାୟ ହେଉଥିବା ବିଶ୍ୱବସୁ କାଠଟିକୁ ଧରି ଅନେକ କାନ୍ଦିଥିଲେ। ଭଗବାନଙ୍କୁ ନିଜର ଅନୁରୋଧ ଜଣାଇଥିଲେ। ପରିଶେଷରେ ତାଙ୍କରି ସାହାଯ୍ୟରେ ପହଞ୍ଚିଥିଲା କାଠଗଣ୍ଡି। ଏହିଠାରୁ ଆରମ୍ଭ ହେଲା ନୀଳମାଧବଙ୍କ ଦିବ୍ୟ ସ୍ୱରୂପର ମୂର୍ତ୍ତି ବା ବିଗ୍ରହ ପ୍ରତିଷ୍ଠା। କିନ୍ତୁ ଯେତେଜଣ ବଢ଼େଇ ସମ୍ପ୍ରଦାୟର ଥିଲେ, କାହାର ଅସ୍ତ୍ର ବି କାମ କଲେ ନାହିଁ। ଏ କାଠରୁ ଖଣ୍ଡିଏ କାଠ ମଧ୍ୟ ଏଠାରୁ ଛିଣ୍ଡି ନଥିଲା। ସେମାନଙ୍କର ନିହାଣ ମୁଗୁରରେ, ସେମାନଙ୍କ ଛଇଣି ମାଡ଼ରେ ଯେତେ ପରିଶ୍ରମ କଲେ ମଧ୍ୟ ଏ କାଠରୁ କୌଣସି କ୍ଷତି ହିଁ ହେଉନଥିଲା। ଚିନ୍ତାରେ ପଡ଼ିଗଲେ ଇନ୍ଦ୍ରଦ୍ୟୁମ୍ନ। କ'ଣ କରିବେ? ଏହି ସମୟରେ ତାଙ୍କୁ ଦେଖା କଲେ ଜଣେ ବିଶ୍ୱକର୍ମା। ବିଶ୍ୱକର୍ମା ଏକ ବ୍ରାହ୍ମଣ ରୂପରେ ପହଞ୍ଚିଥିଲେ। କୁହାଯାଏ ଏହି ଦେବତା, ଏହି ବିଶ୍ୱକର୍ମା ହିଁ ଥିଲେ ଦେବତାଙ୍କର ବିଶ୍ୱକର୍ମା। ବ୍ରାହ୍ମଣ ରୂପରେ ସେ ଆସି ପହଞ୍ଚି ରାଜାଙ୍କୁ କହିଥିଲେ ସିଏ ନିର୍ମାଣ କରିବେ ବିଗ୍ରହ। କିନ୍ତୁ ଏକ ସର୍ତ୍ତ ଥିଲା, ଯେଉଁ ଘରେ ସେ ମୂର୍ତ୍ତି ନିର୍ମାଣ କରିବେ ସେହି ଘର ବନ୍ଦ ରହିବ। 21 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି କବାଟକୁ କେହି ବି ଖୋଲିବେ ନାହିଁ। 21 ଦିନ ପରେ ଯେତେବେଳେ କବାଟ ଖୋଲିବ, ସେତେବେଳେ ଇନ୍ଦ୍ରଦ୍ୟୁମ୍ନ ଜାଣିପାରିବେ ପ୍ରଭୁଙ୍କର ବିଗ୍ରହ କେମିତି ନିର୍ମାଣ ହୋଇଛି। କିନ୍ତୁ ନାଥ ଜଗନ୍ନାଥଙ୍କର ଇଚ୍ଛା ଥିଲା ଅଲଗା। ଏଇଠୁ ବଦଳିଥିଲା ଘଟଣା। ଦ୍ୱାର ବନ୍ଦ ହେଲା। ବିଶ୍ୱକର୍ମା କାର୍ଯ୍ୟ ଆରମ୍ଭ କଲେ। ଠକ୍ 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 ଏମିତି ଅନେକ ଶବ୍ଦ ଶୁଣାଗଲା। 15 ଦିନ ପର୍ଯ୍ୟନ୍ତ ଏ ଶବ୍ଦ ଅନବରତ ଚାଲିଥିଲା। ସମସ୍ତେ ଭାବୁଥିଲେ କାର୍ଯ୍ୟ ଚାଲିଛି। ହଠାତ୍ ମିଳେଇଗଲା ଏହି ଶବ୍ଦ। ବାହାରକୁ କୌଣସି ପ୍ରକାରର ଶବ୍ଦ ଆସିଲା ନାହିଁ। ପ୍ରତିଦିନ ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀ ଯାଇ କାନ ଡେରି ଶୁଣନ୍ତି, କାମ ଚାଲିଛି ତ, ପ୍ରଭୁଙ୍କର ଦିବ୍ୟ ଦର୍ଶନ ମିଳିବ। ଦିନ ଗଣୁଥାନ୍ତି ସେ। କିନ୍ତୁ ସବୁଦିନ ଭଳି ସେଇଦିନ ମଧ୍ୟ ପହଞ୍ଚିଥିଲେ ସେଇ ପାଖରେ। ହେଲେ ସେ ଶୁଣିପାରିନଥିଲେ ଶବ୍ଦ, କାମ କରିବାର ଶବ୍ଦ, କାରିଗରୀର ଶବ୍ଦ। ଚିନ୍ତାରେ ପଡ଼ିଗଲେ। ବୃଦ୍ଧ ବ୍ରାହ୍ମଣ 15 ଦିନ ହେଲା ଖାଇନାହାନ୍ତି। ଅନବରତ ମୂର୍ତ୍ତି ତିଆରି କରି ଚାଲିଛନ୍ତି। କ'ଣ ହେଇଗଲା? ବ୍ରାହ୍ମଣ ଆଉ କିଛି ଅସୁବିଧା ହୋଇନି ତ? ବ୍ରାହ୍ମଣଙ୍କର ଆଉ ବିନା ଖିଆପିଆରେ ମୃତ୍ୟୁ ହୋଇଯାଏନି ତ? ଏମିତି ଅନେକ ପ୍ରଶ୍ନ ତାଙ୍କୁ ଘାରିଲା। ଇନ୍ଦ୍ରଦ୍ୟୁମ୍ନଙ୍କ ସହ ତାଙ୍କର ଯୁକ୍ତି ତର୍କ ମଧ୍ୟ ହେଲା। ପରିଶେଷରେ ଏହି ଦ୍ୱାର ଖୋଲିବା ପାଇଁ ନିବେଦନ କରିଥିଲେ ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ। ପତ୍ନୀଙ୍କ ଚାପରେ ବିବଶ ହୋଇ
ଇନ୍ଦ୍ରଦ୍ୟୁମ୍ନ ଖୋଲିଥିଲେ ଏହି କୋଠରୀର କବାଟ। ଖୋଲି ତ ଦେଲେ, ତାପରେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ତିନୋଟି ଅଧାଗଢ଼ା ଦିଅଁଙ୍କର ମୂର୍ତ୍ତି। ଆଜି ଯେଉଁ ଜଗନ୍ନାଥ, ମା ସୁଭଦ୍ରା, ପ୍ରଭୁ ବଳଭଦ୍ରଙ୍କର ଯେଉଁ ବିଗ୍ରହକୁ ଦର୍ଶନ କରିଥାଉ, ସେହି ମୂର୍ତ୍ତି ଇନ୍ଦ୍ରଦ୍ୟୁମ୍ନଙ୍କ ଆଖି ସାମ୍ନାରେ ଥିଲା। ଅଧାଗଢ଼ା ଦିଅଁ, ସଂସାରର ଦିଅଁ। ଇନ୍ଦ୍ରଦ୍ୟୁମ୍ନ ପାଗଳ ପ୍ରାୟ ହୋଇଗଲେ। କିନ୍ତୁ ପ୍ରଭୁଙ୍କର ଇଚ୍ଛା ତ ଏହା ଥିଲା। ଏଇ ଦିନଠାରୁ ଏ ବିଗ୍ରହ ପୁରୀରେ ପୂଜା ହେଇ ଆସୁଛନ୍ତି। ଜଗନ୍ନାଥ ଏକମାତ୍ର ଦିଅଁ, ଏକମାତ୍ର ଦେବତା, ଯାହାଙ୍କୁ ଜୀବନ୍ତ ଠାକୁର କୁହାଯାଏ। ଏହା ସମ୍ବନ୍ଧରେ ମଧ୍ୟ ଦ୍ୱାପର ଯୁଗର ସଂଯୋଗ ରହିଛି। ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ତାଙ୍କର ଶରୀରକୁ ଯେତେବେଳେ ଅଗ୍ନି ସଂଯୋଗ କରାଗଲା, ସେତେବେଳେ ସମଗ୍ର ଶରୀର ତ ଜଳିଗଲା, କିନ୍ତୁ ଜଳି ନଥିଲା ହୃଦୟ। ଯେତେ ଚେଷ୍ଟା କଲେ ମଧ୍ୟ ଏହି ଅଂଶ ବିଶେଷ ନ ଜଳିବାରୁ ଏହାକୁ ଏକ କାଷ୍ଠ ସହ ସମୁଦ୍ରରେ ବିସର୍ଜନ କରାଯାଇଥିଲା। କୁହାଯାଏ ସେହି କାଠଗଣ୍ଡି ସହ ଦାରୁବ୍ରହ୍ମଙ୍କର ବ୍ରହ୍ମ ହିଁ ଭାସି ଆସିଥିଲା। ଏଇଥିପାଇଁ ଜଗନ୍ନାଥଙ୍କର ନବକଳେବର ହୁଏ, ପୁନର୍ଜନ୍ମ ହୁଏ। ଏବଂ ଏହି ପୁନର୍ଜନ୍ମ ସମୟରେ, ନବକଳେବର ସମୟରେ ପ୍ରଭୁଙ୍କର ଦିବ୍ୟ ବ୍ରହ୍ମକୁ ଗୋଟିଏ ବିଗ୍ରହରୁ ଅନ୍ୟ ବିଗ୍ରହକୁ ସ୍ଥାନାନ୍ତର କରାଯାଏ। ତେଣୁ ବ୍ରହ୍ମ ସମସ୍ତ ମନୁଷ୍ୟ ଭିତରେ ଯେମିତି ଏକ ଆତ୍ମା ବିରାଜମାନ, ଯାହାର ଇଙ୍ଗିତରେ ଶରୀର ପରିଚାଳିତ ହୁଏ, ଯାହାକୁ ଜୀବନ୍ତ କୁହାଯାଏ, ଠିକ୍ ସେମିତି ପ୍ରଭୁଙ୍କର ବ୍ରହ୍ମ ରହିଛି। ଏଇଥିପାଇଁ ପ୍ରଭୁଙ୍କୁ କୁହାଯାଏ ଜୀବନ୍ତ ଠାକୁର। ଏମିତି ବି ପୁରୀରେ ନୀଳାଚଳ କ୍ଷେତ୍ରରେ, ପୁରୀ ମନ୍ଦିରରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ରହିଛି, ଯାହାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଭେଦ କରିନାହାନ୍ତି। ତେବେ ଏ ସମ୍ବନ୍ଧରେ ପରବର୍ତ୍ତୀ ଅଧ୍ୟାୟରେ ନିଶ୍ଚିତ ଜାଣିବା। ତେଣୁ ଏହି ଜଗନ୍ନାଥଙ୍କର ଶ୍ରବଣ ଶୁଣିବା ମାତ୍ରେ ମୋକ୍ଷ ପ୍ରାପ୍ତି ହୋଇଥିବା ଦର୍ଶକମାନଙ୍କୁ ଅନୁରୋଧ, ସେମାନେ ଏହି ଘଟଣାର ପରବର୍ତ୍ତୀ ଅଧ୍ୟାୟ ଜାଣିବା ପାଇଁ କମେଣ୍ଟ ବକ୍ସରେ ଲେଖନ୍ତୁ। ଦେଖନ୍ତୁ DTV ଓଡ଼ିଆ। ଆଉ ସବସ୍କ୍ରାଇବ୍ ଯଦି କରିନାହାନ୍ତି ଏଇଭଳି କାର୍ଯ୍ୟକ୍ରମକୁ ଜାଣିବା ପାଇଁ ତୁରନ୍ତ DTV ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଇକନ୍ ବଟନ୍କୁ ଦବାଇ ଦିଅନ୍ତୁ ଏବଂ ଏଇଭଳି କାର୍ଯ୍ୟକ୍ରମର ସୂଚନା ପାଆନ୍ତୁ। ଘରେ ଟେନସନ୍, ବାହାରେ ବି ଟେନସନ୍। ପୁଅର ଚାକିରି ପାଇଁ ହଉ, ଝିଅର ବାହାଘର ପାଇଁ ହଉ, ଘରେ ଅଶାନ୍ତି, ମୁଣ୍ଡ ଉପରେ ଋଣର ବୋଝ, କୋର୍ଟ କଚେରୀ ମାମଲା ଆଉ ଜମି ଜମା ବିବାଦ, ଏସବୁ ଭିତରେ ଆପଣମାନେ ଘାଣ୍ଟି ହେଉଛନ୍ତି ନା? ଏହିସବୁ ଟେନସନ୍ରୁ ମୁକୁଳିବାର ରାସ୍ତା ଖୋଜୁଛନ୍ତି କି? ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ସମସ୍ୟାର ସମାଧାନ କେବେ ଏବଂ କିପରି ହେବ? ଦେଖନ୍ତୁ ଭାଗ୍ୟଚକ୍ର। ଆପଣ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ ଆମ କାର୍ଯ୍ୟକ୍ରମରେ। ଭାଗ୍ୟଚକ୍ର ପ୍ରତି ମଙ୍ଗଳବାର, ଗୁରୁବାର, ରବିବାର ରାତି 9ଟାରେ କେବଳ DTV ଓଡ଼ିଆରେ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।